ବ୍ରଜରାଜନଗରରେ ପୁଲିସ ଅପରାଧୀ ମଧ୍ୟରେ ଗୁଳି ବିନିମୟ, ଅଙ୍କିତ ଘୋଷ ଆହତ, ବନ୍ଧୁକ ସହ 4ଟି ଜୀବନ୍ତ ଗୁଳି ଜବତ। ଓରିଏଣ୍ଟ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ମହିଳାଙ୍କ ଘରୁ ପଶି ବନ୍ଧୁକ ଦେଖାଇ ଗୁଳି ଚଳାଇବାକୁ ଉଦ୍ୟମ କରି ଫେରାର ହୋଇଥିବା ଅଭିଯୋଗରେ ଅଭିଯୁକ୍ତ ଅଙ୍କିତ ଘୋଷ ଓ ତାଙ୍କ ସହଯୋଗୀଙ୍କୁ ଧରିବା ପାଇଁ ପୁଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ଏହି ଘଟଣାରେ ଓରିଏଣ୍ଟ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ଗତକାଲି ରାତ୍ର ପ୍ରାୟ 11:45 ସମୟରେ ବ୍ରଜରାଜନଗର ପୋଲିସ ଓ ଅଭିଯୁକ୍ତମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସର ସୂଚନା ଅନୁଯାୟୀ ପ୍ରଥମ ଅଭିଯୁକ୍ତମାନେ ପୋଲିସକୁ ଲକ୍ଷ୍ୟ କରି 4 ରାଉଣ୍ଡ ଗୁଳି ଚଳାଇଥିଲେ। ଏହାର ଜବାବରେ ପୋଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇଥିଲା। ଏଥିରେ ଅଭିଯୁକ୍ତ ଅଙ୍କିତ ଘୋଷଙ୍କ ଗୋଡ଼ରେ ଗୁଳି ବାଜିଥିଲା। ଆହତ ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଅଙ୍କିତଙ୍କ ସହଯୋଗୀ ଓକିଲ ରାୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସର ତଲାସି ଜାରି ରହିଛି। ଝାରସୁଗୁଡ଼ା ଏସ୍ପି ଜିଆର୍ ରେଡ୍ଡି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଅଙ୍କିତ ଘୋଷଙ୍କ ନାମରେ ବିଭିନ୍ନ ପୋଲିସ ଷ୍ଟେସନରେ ମୋଟ 7ଟି ମାମଲା ରହିଛି। ସେଥିରେ ଆର୍ମସ ଆକ୍ଟ ଓ ଡକାୟତି ଭଳି ଗୁରୁତର ମାମଲା ମଧ୍ୟ ସାମିଲ ରହିଛି। ଘଟଣାସ୍ଥଳରୁ ପୋଲିସ ଅଙ୍କିତ ଘୋଷଙ୍କ ନିକଟରୁ ଏକ ବନ୍ଧୁକ ଓ 4ଟି ଜୀବନ୍ତ ଗୁଳି ଜବତ କରିଥିବା ସୂଚନା ମିଳିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।